ବର୍ତ୍ତମାନ ଆସି ପହଞ୍ଚିଛୁ କୁନଙ୍ଗ ପଞ୍ଚାୟତ। କୁନଙ୍ଗ ଛକ ଠାରୁ ବ୍ୟାରେକ୍ ପର୍ଯ୍ୟନ୍ତ ଯାଇଛି ପିଚୁ ରାସ୍ତା, ଯାହାକି ଇରିଗେସନ ଡିପାର୍ଟମେଣ୍ଟର ଏହି ରାସ୍ତା। ଦୀର୍ଘ ଦିନ ହେବ ଢିପରେ ପୁରୀ ରହିଛି ରାସ୍ତା। ପ୍ରତିଦିନ ହଜାର ହଜାର ଗାଡ଼ି ଏହି ରାସ୍ତା ଦେଇ ଯାଉଛନ୍ତି। ଅନେକ ସରକାରୀ ଅଧିକାରୀ ଠାରୁ ନେତା ମନ୍ତ୍ରୀ ପର୍ଯ୍ୟନ୍ତ ଯିବା ଆସିବା କରୁଛନ୍ତି। ହେଲେ ବର୍ତ୍ତମାନ ରାସ୍ତାଟି ସାଜିଛି ମରଣ ଯନ୍ତା। ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି, ହେଲେ କାହାର ନଜର ପଡୁନି। ସ୍ଥାନୀୟ ଲୋକଙ୍କର ଦାବି ରହୁଛି ଏ ରାସ୍ତା କେବେ ନିର୍ମାଣ ହେବ। ଏ ରାସ୍ତା କେବଳ ଯେଉଁଭଳି ଭାବରେ ମରାମତି କରାଯାଉଛି ସ୍ଥାୟୀ ଭାବରେ କାର୍ଯ୍ୟ କରିବା ପାଇଁ ସାଧାରଣରେ ଦାବି ଉଠିଛି। ତେବେ କାହିଁକି ହେଇପାରୁନି, କ'ଣ ରହିଛି ସମସ୍ୟା? ଆସନ୍ତୁ ଆମେ ସ୍ଥାନୀୟ ଲୋକଙ୍କ ଠାରୁ ଏବଂ ରାସ୍ତାରେ ଯାଉଥିବା ପଥିକମାନଙ୍କ ଠାରୁ ପଚାରି ବୁଝିବା। କୁନଙ୍ଗା ଆଉ ବ୍ୟାରେକ୍ ଛକ ଦେଇ ଗଲାବେଳେ ଯେମିତି ଲାଗୁଛି ପୁଣି 30 ବର୍ଷ ପଛକୁ ଫେରିଲା ଭଳିଆ ଲାଗୁଛି। ସେଇ ନେତା ମନ୍ତ୍ରୀ ମାନେ ଯାଉଛନ୍ତି। ଏଠି ଗୋଟେ ମେନ୍ ଜାଗା ଅଛି ପୋଲିସ ରିଜର୍ଭ ପୋଲିସ ବ୍ୟାରେକ୍, ଯେଉଁମାନେ ରିଜର୍ଭ ପୋଲିସ ଏଠି ବି ରହୁଛନ୍ତି। ଏ ରୋଡ ଦେଖିଲେ ଆଜ୍ଞା ମరణତା, ମାନେ ପରିଷ୍କାର ପରିଚ୍ଛନ୍ନତା ନାହିଁ। ଏ ରୋଡ ଆମେ ଛୋଟବେଳୁ ଦେଖି ଆସିବା ଦିନଠୁ କେତେବେଳେ ମରାମତି ହଉଛି, କିନ୍ତୁ ଗୋଟେ ମାନେ ପର୍ଟିକୁଲାର ଏଟା ଢଳେଇ ରୋଡ ହବ କି ପିଚୁ ରୋଡ ହବ ତାକୁ କେହି ଫାଇନାଲ କରିପାରୁନାହାନ୍ତି। କୋଉ ଡିପାର୍ଟମେଣ୍ଟ ଆମେ ବି ଜାଣିପାରୁନୁ। କେତେ କମ୍ପ୍ଲେନ ଦବୁ, କେତେ କହିବୁ। ବର୍ତ୍ତମାନ କ'ଣ ସମସ୍ୟା ରହୁଛି? ସମସ୍ୟା କ'ଣ, ବର୍ଷାରେ ଗଲାବେଳେ ପ୍ରାୟ ଲୋକ ଏଠି ଆକ୍ସିଡେଣ୍ଟ ହଉଛନ୍ତି। କାହିଁକି? ନର୍ମାଲ କଥା, ଖାଲ ଏମିତି ଅଛି ରାତିରେ ଦେଖାଯାଉନି। ଷ୍ଟ୍ରିଟ୍ ଲାଇଟ୍ ଏଠି ନାହିଁ। ମେନ୍ କଥା ଲାଇଟ୍ ନାହିଁ ଆଉ ରାସ୍ତା ଖରାପ, ଦିଟା ଜିନିଷ ଖରାପ ହେଇଛି। ବର୍ତ୍ତମାନ କ'ଣ ଦାବି କରୁଛନ୍ତି? ଆମେ ଦାବି କରୁଛୁ ବିଧାୟକଙ୍କ ପାଖରେ, ଯିଏ ଅଛନ୍ତି ଡିପାର୍ଟମେଣ୍ଟର ଯନ୍ତ୍ରୀ ଅଛନ୍ତି ତାଙ୍କ ପାଖରେ ଦାବି କରୁଛୁ। ଦେଖନ୍ତୁ ଗାଡ଼ି ଆସୁଛି, ଏଠି ଗୋଟେ ମେଡିକାଲ ଆମ୍ବୁଲାନ୍ସ ଯିବ, ଏଠି କ'ଣ ଅବସ୍ଥା ହେବ? ଗାଡ଼ି କେତେ ହଲି ହଲି ଆସୁଛି। ଆମ୍ବୁଲାନ୍ସ ଗଲାବେଳେ ବି ଦୁର୍ଘଟଣା ହେଉଛି। ପ୍ରାୟ ଟାଇମରେ ଆକ୍ସିଡେଣ୍ଟ ହେଉଛି। ଲୋକ ଶୌଚ ବି ଏଠି ଯାଉଛନ୍ତି, ନା ପରିଷ୍କାର ପରିଚ୍ଛନ୍ନ ସେଇଟା। ଦୟାକରି ଅନୁରୋଧ କରି ଯେ ଆପଣ ଷ୍ଟ୍ରିଟ୍ ଲାଇଟ୍ ଟିକେ ଚେଷ୍ଟା କରନ୍ତୁ, ମିଡ଼ିଆ ମାଧ୍ୟମରେ କହିବାକୁ ଚାହୁଁଛି। ଆଉ ରାସ୍ତାଟାକୁ ଠିକ୍ସେ କରନ୍ତୁ ବାସ୍। ରାସ୍ତାଟାକୁ ତୁରନ୍ତ ମରାମତି କରାଯାଉ। କ'ଣ ଅସୁବିଧା ହେଉଛି? ଖାଲ ଢିପ ହେଇଛି, ବର୍ଷା ହେଲା ବେଳକୁ ପାଣି ଜମି ରହୁଛି। ଆଉ ଲୋକମାନେ, ପିଲାମାନେ, ସ୍କୁଲ ପିଲାମାନେ ବି ହଇରାଣ ହଉଛନ୍ତି ଯିବା ଆସିବା ପାଇଁ କି। ଗାଡ଼ି କଟେଇବା ପାଇଁ ଅସୁବିଧା ହେଉଛି। 100% ଏପଟ ତ ବାଟ ନା, ଯିବା ଆସିବା କରୁଛନ୍ତି। ବାରଙ୍ଗ ବ୍ରିଜ୍ ଭିତରୁ ସୁବିଧା ହେଉଛି। ଯିବା ଆସିବା କରିବା ଦ୍ୱାରା ବି ଦୁର୍ଘଟଣା ଘଟୁଛି। କି ସରକାରୀ ଅଧିକାରୀ, କର୍ମଚାରୀ, ଜନସାଧାରଣ ସମସ୍ତେ ଯିବା ଆସିବା କରୁଛନ୍ତି, କିନ୍ତୁ କୌଣସି ବ୍ୟକ୍ତିଙ୍କର ଦୃଷ୍ଟିଗୋଚର ହେଉନାହିଁ। ତ ବର୍ତ୍ତମାନ କ'ଣ ଦାବି ରହୁଛି? ବର୍ତ୍ତମାନ ଦାବି ରହୁଛି ରାସ୍ତାଟା ତୁରନ୍ତ ମରାମତି କରାଯାଉ। ଆଉ ଆଇକୁ ଯାଉଛୁ, ମେଡିକାଲ ଯାଉଛୁ, ରାସ୍ତା ବହୁତ ଖରାପ, ଭାରି ଯିବା ଆସିବାକୁ ଅସୁବିଧା ହେଉଛି। ଆମେ ଚାହୁଁଛୁ ଯେ ରାସ୍ତାଟା କାମ ହେଇଗଲେ ଆମକୁ ଟିକେ ଯିବା ଆସିବାକୁ ହିଁ ସୁବିଧା ହେବ। ଏଠି ପ୍ରତିଦିନ କେତେ ଗାଡ଼ି ଯିବା ଆସିବା କରୁଛି? ବହୁତ ଗାଡ଼ି ଯାଉଛି, ରାସ୍ତା ସକାଶେ ଗାଡ଼ି ବେଶୀ ଇଏ ହେଇଯାଉଛି, ଖରାପ ହେଉଛି। କ'ଣ କହିବେ ସରକାରଙ୍କୁ? ମୁଁ ସରକାରଙ୍କୁ ନିବେଦନ ଅଛି କାମଟା କରିଦିଅନ୍ତୁ। ସବୁବେଳେ ଆଜ୍ଞା ଯାହା ଏବେ 400-500 ଲୋକ ଯିବା ଆସିବା କରୁଛନ୍ତି ଏପଟ ରୋଡରେ। ଯେହେତୁ ପୁଲିସ କଲୋନୀ ବ୍ୟାରେକ୍ ଅଛି, ସବୁବେଳେ ରୋଡଟା ଟିକେ ଚକାଚକ ହେଲେ ସମସ୍ତେ ଉପକୃତ ଟିକେ ହୁଅନ୍ତେ। ବର୍ତ୍ତମାନ କ'ଣ ରହିଛି, ରାସ୍ତାର ଅବସ୍ଥା କେମିତି? ଖାଲ ଢିପ ହେଇଛି ଆଜ୍ଞା, ପାଣି ତ ଜମିକି ରହୁଛି, ଯାଇ ହଉନି ଆଜ୍ଞା। ପ୍ରତିଦିନ ବି ଦୁର୍ଘଟଣା ଆଜ୍ଞା ହଉଛି ରୋଡରେ। ଆଉ ଟିକେ କାମ ଜଲ୍ଦି ହେଇଗଲେ ଆମେ ଉପକୃତ ସମସ୍ତେ ହୁଅନ୍ତେ। ଅଭିଯୋଗ ତ ରୋଡ ଆଜ୍ଞା ଏମିତି ହେଇଛି, ଖାଲ ଢିପ ହଉଛି, ଗାଡ଼ିରେ ଯିବା ଆସିବା କଲା ବେଳକୁ ପଡ଼ିକି ଖଣ୍ଡିଆ ମଣ୍ଡିଆ ହଉଛି। ହେଲା, ଆଉ ସରକାରକୁ ନିବେଦନ କରୁଛୁ ରୋଡଟା କେମିତି ସଂଶୋଧନ କଲେ ଆମେ ବର୍ତ୍ତମାନ ଏ ରୋଡରେ କେତେ ଲୋକ ନିର୍ଭର କରୁଛନ୍ତି? କେତେ ଗାଡ଼ି ଘୋଡ଼ା ଚାଲୁଛି? ବହୁତ ଲୋକ, ଶହ ଶହ ଲୋକ ଯାଉଛନ୍ତି ଆଜ୍ଞା। ଏଠି ଆଗରେ ବି ଆଜ୍ଞା ଯୋଉ ରିଜର୍ଭ ପୋଲିସ ଆଜ୍ଞା ଅଛି, ଗୋଟେ ରିଜର୍ଭ ପୋଲିସ ବି ଯାଉଛନ୍ତି, ତାକୁ ବି ଯୋଉ ନଜର ନାହିଁ ସରକାରର। ରାସ୍ତା ଆଜ୍ଞା ନିର୍ମାଣ ଦରକାର। ଆଉ ବର୍ତ୍ତମାନ କୋଉଠି ଆସିଲା? କଲେଜ ରାସ୍ତା ଏଠି ବହୁତ ଖାଲ, ବର୍ଷା ହେଲା ବେଳକୁ ବହୁତ ଅସୁବିଧା ହେଉଛି। ଖାଲ ଢିପ ସଡ଼କରେ ବହୁତ ଲୋକ ପଡ଼ି ଯାଉଛି, ଅସୁବିଧା ହେଉଛି। ରାସ୍ତା ମରାମତି ଦରକାର। ଯୋଉ ଚାରି ପୋଲିସ ବାରିକ ଠାରୁ ଚାରିପୋଲିଆ ଯୋଉ ଯାଇଛି, ଏଟା ହଉଛି ଇରିଗେସନ ଡିପାର୍ଟମେଣ୍ଟ ରାସ୍ତା। ତେଣୁ ଇଏ ବର୍ତ୍ତମାନ ଦୟନୀୟ ଅବସ୍ଥାରେ ଅଛି। ମୁଁ ବର୍ତ୍ତମାନ ଏସିକି ଫୋନ କରି ପଚାରିବି, ଏଠି ଏ ରାସ୍ତାଟା ଯେଉଁ ଅବସ୍ଥାରେ ଅଛି, ଲୋକ ଯିବା ଆସିବା ପାଇଁ ଭାରି ହଇରାଣ ହେଉଛନ୍ତି। ଏବଂ ଏଥିରେ ଆମର 1 ନମ୍ବର ଜୋନର ପ୍ରାୟ 9ଟା ପଞ୍ଚାୟତ, ହାରାହାରି 10ଟା ପଞ୍ଚାୟତର ଲୋକ ଏପଟେ ଯିବା ଆସିବା କରୁଛନ୍ତି। ଏବଂ ପୋଲିସର ସମସ୍ତ କର୍ମକର୍ତ୍ତା, ଏସ୍ପି ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀମାନେ ଏ ରାସ୍ତାରେ ଯିବା ଆସିବା କରୁଛନ୍ତି। ଏ ରାସ୍ତା ବର୍ତ୍ତମାନ ମରଣ ଯନ୍ତାରେ ପରିଣତ ହେଇଛି। ବର୍ତ୍ତମାନ ସରକାର ଆ ଉପରେ ଟିକେ ନଜର ଦିଅନ୍ତୁ। ଏସିକୁ ଅନୁରୋଧ ରଖିବି ଆପଣଙ୍କ ମାଧ୍ୟମରେ, ଏ ରାସ୍ତାକୁ ତୁରନ୍ତ କାର୍ଯ୍ୟକାରୀ କରାନ୍ତୁ। ଏବଂ ବର୍ତ୍ତମାନ ଯେଉଁ ଅବସ୍ଥା ଅଛି, ଲୋକ ଯିବା ଆସିବା
ସମ୍ଭବ ନୁହେଁ। ତେଣୁ ମୁଁ ଅନୁରୋଧ ରଖିବି ଆପଣ ମାଧ୍ୟମରେ ଆମର ଇରିଗେସନର ଏସି ସିଏ ୟାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ, ଦେଇକି ପଠେଇ ଏଷ୍ଟିମେଟ୍ କରି ତୁରନ୍ତ ଏ କାର୍ଯ୍ୟକ୍ରମକୁ ହାତକୁ ନିଅନ୍ତୁ, ତୁରନ୍ତ ଏ କାର୍ଯ୍ୟକ୍ରମ କରାଯାଉ। ମୋ ନାଁ ଶରତ କୁମାର ଦାସ, ଚାରିପୁଲିଆ ବଜାର ପ୍ରେସିଡେଣ୍ଟ। ये जो चारकुलिया बजार मेन रोडटी आम ब्यारेज को कनेक्शन नहीं ये रोडटी दीर्घ दिन हम बहुत खराब अवस्था पड़ रही यहीपटे आमर 12 कॉलेज भी अच्छी एपटे प्राय दिन को हजार हजार लोक जावास कर सरकार को मोर नवेदन ये रोडटी बहुत शीघ्र समाधान कले आम चिर उपकृत हो। कौन समस्या आपण माने तो सुनिले इरिगेशन विभाग केवल दायित्वहीनता पुनंग छक ठारू ब्यारेज पर्यंत रास्ता आज विपद संकुल अच्छी आउ लोक मैंने डेली दुर्घटना पर दुर्घटना घटुची तो यार समाधान केबे कराजिबो साधारण लोकंग ठारू आपण माने सुनिले किभली रही प्रतिक्रिया तेबे देखिबार अच्छी इरिगेशन विभाग केबे कुंभकर्ण निद्ररू उठुचंती और साधारण लोकंकर समस्यार समाधान करुचंती जहाकू नहीं कि जो अभियोग आसी जहाँ नहीं जिला प्रशासन ठारू आरंभ करी पुलिस विभाग अधिकारी हो बा कर्मचारी हूँ बा नेता मंत्री जाऊँच जो रास्तार केबे पुनरुद्धार होची ता देखा बाकी रहा। जगतसिंहपुर जिलूर संग्राम किशोर पट्टनायक, स्वतंत्र ओडिशा लाइव।